एशिया महादेशर सर्वबृहत्तम लुणाह्रद चिलिका ए विपदे जो चिलिकार लक्ष लक्ष मत्स्यजीवी माछ मारी से परिवार प्रतिपोषण करते से मत्स्यजीवी मान भातहांडी उच्छन्न। यार मुख्य कारण पलटि चिलिकार अवरोध। केतक माफिया चिलिकार बेआईन अवरोध कर घेरी निर्माण कर लक्ष लक्ष टंका रोजगार कर पारंपरिक मत्स्यजीवी मान उन्नति गठन कर चिलिका मत्स्यजीवी केन्द्रीय समवाय समिति এই ঘটনাকে গুরুতর ভাবে গ্রহণ করেছে। চিলিকা মৎস্যজীবী কেন্দ্রীয় সমবায় সমিতির সভাপতি দেবেন্দ্র বেহেরা এবং সমবায় সমিতির পরিচালনা বোর্ডর নির্দেশক দিলীপ বেহেরাଙ୍କ নেতৃত্বে 12 জনিয়া টিম চিলিকার পুরী গঞ্জাম এবং খোর্ধা জেলার বিভিন্ন অঞ্চলକୁ ডঙ্গারে যাই স্থিতি রଖିଛନ୍ତି। খোর্ধা জেলার চিলিকা মাফিয়া মানে কিছু মাত্রাରେ ঘেরি করে চিଙ୍ଗୁଡ଼ି ଚାଷ କରୁଥିବା ବେଳେ ଗଞ୍ଜାମ ଏବଂ ପୁରୀ ଜିଲ୍ଲାରେ ହଜାର ହଜାର ଏକର ଚିଲିକାକୁ ଜାଲ କିଳାରେ ଘେରି କରିଛନ୍ତି ମାଫିଆ। ଫଳରେ ସମୁଦ୍ରରୁ ଚିଲିକାକୁ ମାଛ ଜାଆଁଳ ଆସିବାରେ ସୃଷ୍ଟି ହୋଇଛି ସମସ୍ୟା। ପୁରୀ ଜିଲ୍ଲାର ନିଷିଦ୍ଧାଞ୍ଚଳ ନଳବଣ ସହ ମଗର ମୁହଁକୁ ମଧ୍ୟ ଜାଲ ଘେରି ଦ୍ୱାରା ଆବଦ୍ଧ କରିଛନ୍ତି ମାଛ ମାଫିଆ। ଖୋର୍ଦ୍ଧା ଗଞ୍ଜାମ ଜିଲ୍ଲା ସହ ପୁରୀ ଜିଲ୍ଲାକୁ ପରିବ୍ୟାପ୍ତ ହୋଇଛି ନୀଳାମ୍ବୁ ଚିଲିକା। 1160 ବର୍ଗ କିଲୋମିଟର ଅଧିକ ହେବ ଚିଲିକାର କ୍ଷେତ୍ରଫଳ। ଏହି ଚିଲିକାରେ ଏବେ 2 ଲକ୍ଷରୁ ଅଧିକ ମତ୍ସ୍ୟଜୀବୀ ଡଙ୍ଗା ବାହନ କରି ମାଛ ମାରନ୍ତି। ଖଇଙ୍ଗା, ଡାଙ୍ଗାଳା, ଭେଟି, ମେଞ୍ଜିଆ, ପାତୁଆ, କୁଣ୍ଡଳ, ସୋରଡ଼ି, ଚିଙ୍ଗୁଡ଼ି ଏବଂ କଙ୍କଡ଼ା ଚାଷ କରି ବିକ୍ରି ବଟା କରୁଥିଲେ ମତ୍ସ୍ୟଜୀବୀ। ହେଲେ ଚିଲିକାରେ ମାଫିଆମାନେ ଘେରି ଜିରୋନେଟ୍, କରେଣ୍ଟ ଜାଲ ଆଦିର ବ୍ୟାପକ ବ୍ୟବହାର ଯୋଗୁଁ ପାରମ୍ପରିକ ମତ୍ସ୍ୟଜୀବୀମାନଙ୍କର ବ୍ୟବସାୟ ବିପଦରେ ପଡ଼ିଛି। ତେଣୁ ଚିଲିକାରୁ ସମୁଦ୍ର ଘେରି ଉଚ୍ଛେଦ ସହ ଜିରୋନେଟ୍ ଏବଂ କରେଣ୍ଟ ଜାଲକୁ ନିଷିଦ୍ଧ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛି କେନ୍ଦ୍ରୀୟ ମତ୍ସ୍ୟ ସମବାୟ ସମିତି। ତେବେ ବେଳଥାଉ ରାଜ୍ୟ ସରକାର ଯଦି ଚିଲିକାରୁ ଘେରି ଉଚ୍ଛେଦ ସହ ମୁହାଣ ଖନନ କରନ୍ତି ତେବେ ନୀଳାମ୍ବୁ ଚିଲିକା ଦିନେ ନୀଳାମ୍ବୁ ଚିଲିକାରେ ପରିଣତ ନ ହେବ ତାହା କିଏ କହିବ। ନିରାକାରପୁର ବାଲଙ୍ଗୀର ରୋଡ୍ ସମବାୟ ଟିଭି। ପରିଚୟ ମୋର ହାଟ ବରଡ଼ି। ମୋ ନାଁ ପାଣ୍ଡବ ବେହେରା। 4 ନମ୍ବର ଜୋନ୍ରୁ ମୁଁ ଯାଇଛି ଇଲେକ୍ଟ୍ରି ହେଇକି। କେବଳ ଏ ଯେଉଁ ସଂସ୍ଥା ଚିଲିକାରେ ଆସିଲାଣି ୟାର ବହୁତ ଅସୁବିଧା ସଂସ୍ଥାରେ ଆସି ପହଞ୍ଚିଲାଣି। ଚିଲିକାରେ ବହୁତ ଘେରି ଘୁରା କରି ସବୁ ଦୁନିଆ ପାଲା କରି ଆଉ ସେପଟୁ ଘାସ ଇଏ ନଳ ମାଡ଼ି ଆସୁଛି। ଏପଟେ ରାସ୍ତା ନାହିଁ ଟିକେ ଯିବା ଆସିବା କରିବା ପାଇଁ, ଯାହାଫଳରେ ଟିକେ ମେଘ ପବନ ହେଲା ମାନେ ବୁଡ଼ିକି ମରିବା ବିନା ଆଉ କୌଣସି ବାଟ ନାହିଁ। ଆମେ ଏତିକି ଅନୁରୋଧ କରୁଛୁ ସରକାରଙ୍କୁ ଇଏ ବଞ୍ଚିବା ପାଇଁ ହେଲେ କୌଣସି ଟିକେ ସୁବିଧା କରନ୍ତୁ। ବାକି ଚିଲିକାର ମୁହାଣ ପାଲୁରି ମୁହାଣ ମୁହଁଟା ଖୋଳାଯାଉ। ଏ ମୁହାଣ ପର୍ଯ୍ୟନ୍ତ ବର୍ତ୍ତମାନ ନାଳ ନଦୀ ଠିକରେ ସୁବିଧା କରାଯାଉ। ଏତିକି ସରକାର କଲେ ଆମେ ଖୁସି ହେବୁ। ବାକି ଆମର 2 ଲକ୍ଷ ମତ୍ସ୍ୟଜୀବୀ ସୁବିଧାରେ ଚଳିବେ, ଭଲରେ ଚଳିବେ। ଭଲ ଚିଲିକାରେ ଯେଉଁ ବର୍ତ୍ତମାନ ପର୍ଯ୍ୟାପ୍ତ ପରିମାଣରେ ଘେରି ଚିଲିକା ଚାରିକୋଣ ଅପ୍ ଟୁ ବାଲୁଗାଁ ଆପଣଙ୍କର ନଈରୀ ଠାରୁ ଆରମ୍ଭ କରି ସେପଟେ ରମ୍ଭା ସାବଳିଆ ଚନ୍ଦ୍ରାପୁଟୁ ବାଲୁଗାଁ ଦେଇ ସେପଟେ ରମ୍ଭାଶାଳା ପାରିକୁଦ ମାଲଦୁ ଧରିକିରି ଅପ୍ ଟୁ ଗମ୍ଭାରୀ ଯଦୁପୁର ପର୍ଯ୍ୟନ୍ତ 3ଟା ଜିଲ୍ଲାରେ ଘେରି ଭରପୁର ହୋଇଛି। ଆମେ 3 ଦିନିଆ ସରକାରୀ କାର୍ଯ୍ୟକ୍ରମରେ ଚିଲିକା ମତ୍ସ୍ୟଜୀବୀ କେନ୍ଦ୍ର ସମବାୟ ସମିତି ତରଫରୁ ସମସ୍ତ ବୋର୍ଡ଼ ମେମ୍ବର ସଭାପତି ଯାହା ଗ୍ରସ୍ତ କରିକି ନିଜେ ନିଚ୍ଛକ ସତ୍ୟ ଘଟଣା ଆମ ପାଖରେ ଆଧାରିତ ଅଛି। GPS ମାର୍କିଂ ସହିତ ଆମ ପାଖରେ ପ୍ରମାଣ ଅଛି। ଆମେ ସେ ପ୍ରମାଣ ଖୋଜିବାକୁ ବାହାର କରୁଥିଲୁ। ତା ସହିତ କେନ୍ଦ୍ର ସମିତିର ବ୍ୟବସାୟ ବି ବଢ଼ାଇବାର ବ୍ୟବସ୍ଥା କରିଛୁ। କିନ୍ତୁ ସରକାରଙ୍କ ପାଖରେ ଆମେ ନିବେଦନ କରୁଛୁ ଯେଉଁ ଘେରି ନ ହଟିଲେ ମତ୍ସ୍ୟଜୀବୀମାନେ ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯିବ। ଏ ଯେଉଁ ଜାତିଟା ସମ୍ପୂର୍ଣ୍ଣ ଭାବରେ ଧ୍ୱଂସ ହୋଇଯିବ। ଘେରି ଉଚ୍ଛେଦ ହେବା ଦରକାର, ନଳଘାସ ଉଚ୍ଛେଦ ହେବା ଦରକାର। ଆଉ ଆପଣଙ୍କର ସେ ଯେଉଁ ମୁହାଣ ରାଲିମ ଜାଲ ପଡ଼ୁଛି, ଗାଣ୍ଠି ଜାଲ, ଖଇଙ୍ଗା ଚୋରା ଚାଲାଣ ହେଉଛି, ଏସବୁ ଜିନିଷ କେତୋଟି ପଏଣ୍ଟ ଯଦି ବନ୍ଦ କରି ଦିଆଯିବ ତାହେଲେ ମତ୍ସ୍ୟଜୀବୀମାନଙ୍କର ମାନଦଣ୍ଡରେ ଉନ୍ନତି ଘଟିବ। ଯେଉଁ ଇନଭେଷ୍ଟମେଣ୍ଟ ବିନା ଇନଭେଷ୍ଟମେଣ୍ଟରେ ଯେଉଁ ଚିଲିକାରେ 2 ଲକ୍ଷ ମତ୍ସ୍ୟଜୀବୀ ଜୀବନ ଜୀବିକା ରାତି ପାଇଲେ ରାହା ପାଉଛନ୍ତି, ମରାଳ ମାଳିନୀ ଲୀଳାମ୍ବୁ ଚିଲିକା ଯାହାକୁ କବି କୌଲ ଲେଖୁଥିଲେ, ତାହା ଆଜି ଧ୍ୱଂସ ହେବାକୁ ବସିଛି। ସରକାରଙ୍କୁ ନିବେଦନ କରୁଛୁ ଆପଣମାନଙ୍କ ଜରିଆରେ ତୁରନ୍ତ ଏହି କାର୍ଯ୍ୟକ୍ରମ ଆରମ୍ଭ କରନ୍ତୁ, ନଚେତ୍ ଚିଲିକାରେ ବସବାସ କରୁଥିବା ପାରମ୍ପରିକ 2 ଲକ୍ଷ ମତ୍ସ୍ୟଜୀବୀ ତାର ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ। ଆମର ଚିଲିକାର ଚତୁଃପାର୍ଶ୍ୱରେ କୁ ନେଇକରି ଗୋଟେ ସେଣ୍ଟ୍ରାଲ ସମବାୟ ସମିତି କରାହେଇଛି। ଯେଉଁ ସମବାୟ ସମିତିର ନିର୍ବାଚିତ ପ୍ରତିନିଧିମାନେ ସେମାନେ ଆଜି ଯାଉଛନ୍ତି ଚିଲିକାର ବିଭିନ୍ନ ପ୍ରାନ୍ତରେ ଯେଉଁ ଆମର ପ୍ରାଇମେରୀ ମତ୍ସ୍ୟଜୀବୀ ଅଛି ସେମାନଙ୍କ ସହିତ ଗୋଟେ ଆଲୋଚନା କରାଯିବ ଯେ ଜିରୋନେଟ୍ ଆଉ ବ୍ୟବହାର ନ କରିବା ପାଇଁ, ଯେଉଁ ଆମର ଇଏ ନ କରିବା ପାଇଁ, ତା ସହିତ ମଧ୍ୟ ଯେଉଁ ମତ୍ସ୍ୟଜୀବୀମାନେ ମାଛ ଧରୁଛନ୍ତି ସେମାନେ ମାଛ ଧରିକିରି ଆଣିକିରି ବେପାରୀମାନଙ୍କୁ ଦେଉଛନ୍ତି କମ୍ ରେଟ୍ରେ, ତାକୁ ବର୍ତ୍ତମାନ ପରିଚାଳନା କେନ୍ଦ୍ର ସମିତି କରିବ। କେନ୍ଦ୍ର ସମିତି ସେମାନଙ୍କଠୁ ମାଛ ନେବ ଆଉ ବିକିକିରି ତାଙ୍କୁ ସଠିକ୍ ତାଙ୍କର ମୂଲ୍ୟ ପ୍ରଦାନ କରିବା ପାଇଁ ଏ ଆଜି ପଦକ୍ଷେପ ନିଆଯାଉଛି। କେତେ ଜଣ ଟିମ୍ ଯାଉଛି ଆପଣଙ୍କର ସରକାରୀ କେତେ ଜଣ? 10 ମାନେ ନିର୍ବାଚିତ ପ୍ରତିନିଧି 10 ଜଣ ଆଜି ଯାଉଛନ୍ତି।
ବିଭିନ୍ନ ପ୍ରାନ୍ତରରେ ଯେଉଁ କ'ଣ ସେମାନେ ସଭା କରିବେ ପ୍ରାଇମେରୀ ମତ୍ସ୍ୟଜୀବୀମାନଙ୍କ ସହିତ ଏବଂ ଆମର ମଧ୍ୟ ସରକାରୀ କର୍ମଚାରୀ ଭିତରୁ। ଆଜ୍ଞା ଆମେ ଚିଲିକାର ଚତୁଃପାର୍ଶ୍ୱ ବୁଲିକିରି ଯାହା ଅନୁଭବ କଲୁ ଏଠି କେବଳ ଗୋଟାଏ ଜିନିଷ ଦେଖିଲୁ ମତ୍ସ୍ୟଜୀବୀମାନଙ୍କର ବଞ୍ଚିବା ପାଇଁ ରାହା ନାହିଁ। କାହିଁକି ଚିଲିକା ଦିଗତ ଦିନରେ 1100 କେତେ ବର୍ଗ କିଲୋମିଟର କହୁଥିବା ବେଳେ ବର୍ତ୍ତମାନ ହୁଏତ ସେଇଟା 550 ଭିତରେ ରହିପାରେ। ତା କାରଣ ହେଉଛି ବେଳକୁ ବେଳ ନଳଘାସ ଉଇଥ୍ ଏଇ ଯେଉଁ ଘେରି ତ ଚିଲିକାର ପ୍ରାୟ 30 ଭାଗ ମାଡ଼ି ବସିଛି। ତେଣୁ ମତ୍ସ୍ୟଜୀବୀମାନଙ୍କର ଏଠି ରାହା ନାହିଁ ବଞ୍ଚିବା ପାଇଁ। ଆପଣଙ୍କ ମାଧ୍ୟମରେ ସରକାରକୁ ଆମେ ନିବେଦନ କରିବୁ ରାଜ୍ୟ ସରକାର କେନ୍ଦ୍ର ସରକାର ଦୁଇ ଜଣଙ୍କ ନିଷ୍ପତ୍ତି କ୍ରମେ ଚିଲିକାର ମତ୍ସ୍ୟଜୀବୀ ଉପକୃତ ହେବା ସଙ୍ଗେ ସଙ୍ଗେ ଚିଲିକା ମତ୍ସ୍ୟଜୀବୀ ତାଙ୍କ ପେଟକୁ କେମିତି ଦାନା ପାଇବେ ଏହା ହିଁ ଆମର ତାଙ୍କ ପାଖରେ ସରକାରଙ୍କୁ ଯୋଡ଼ ହସ୍ତରେ ନିବେଦନ କରିବୁ। ଏହା ହିଁ ଆମର ତାଙ୍କରି ପାଖରେ ଏତିକି। ଏହି ନିବେଦନ ରହିଲେ ଚିଲିକାର ଖାଲି ମତ୍ସ୍ୟଜୀବୀ ବଞ୍ଚିବେ ନୁହଁ, ଚିଲିକାଟା ଦେଖିବାକୁ ଗଲେ ଏ ଚିଲିକା ହେଉଛି ଆମର ରୁଷିଆ ମହାଦେଶର ବୃହତ୍ତମ ହ୍ରଦ। ଜଳବନ୍ଦୀ ହେଲା ବେଳେ ସେ ଜାଗା ଜଳବନ୍ଦୀ ହେଲା ବେଳେ ହେଉଛି ସେଥିରୁ ଜାଆଁଳ ବି ଆସିବାଟା ଚିଲିକା ଭିତରକୁ ଆସିବାଟା ବହୁତ କଷ୍ଟ। ମହାନମୁର ଯେଉଁ ଖଇଙ୍ଗା ଜାଳ ଚୋରା ଚାଲାଣ ହେଉଛି, ଖଇଙ୍ଗା ଜାଆଁଳ ଚୋରା ଚାଲାଣ ହେଉଛି ଏଇ ଯେଉଁ ନସରୀ ବନ୍ଦୀ କରିକି ଚୋରା ଚାଲାଣ କରୁଛନ୍ତି ସେଇଟା ଚିଲିକାକୁ ସେମାନେ ବି ପ୍ରବେଶ କରିପାରୁନାହାନ୍ତି। ମୋ ନାଁ କୁଲୁ ବେହେରା, ଗାଁ କଉଡ଼ି ଖଣି। କ'ଣ ଚିଲିକାରେ ଅସୁବିଧା ହେଉଛି କହିଲେ? ଚିଲିକାର ଅସୁବିଧା ହେଉଛି ଯେଉଁଭଳି ଜାଲ ମୁହାଣ ମୁହଁରେ ବସୁଛି କୌଣସି ମାଛ ଆସିପାରୁନାହାନ୍ତି। ନ ଆସିବା ସତ୍ତ୍ୱେ ଇନକମ୍ ଆମର ସବୁ କମିଯାଇଛି। ଏ ବର୍ଷ ଗୋଟେ ରାଣୀ କଙ୍କଡ଼ା ବି ଚିଲିକାକୁ ଆସିପାରିଲାନି। ଯେଉଁ ମାଛ ମାରିଲେ ଯେଉଁ ବିନ୍ଧା ହେବ ସେ ମାଛର ନାଁ ହେଉଛି ପୋଟଳ ଆମ ଭାଷାରେ। ସେ ମାଛ ବି ଗୋଟେ ଦେଖିବାକୁ ମିଳୁନି। ଏମିତି ବି ଜାଆଁଳ ବି ନାହିଁ, ବାଗାଦାର ଜାଆଁଳ ଆସିବାଟା ବହୁତ କଷ୍ଟ ହେଉଛି, ଇନକମ୍ କରିବା ବହୁତ। ଚିଲିକାରେ ଯେଉଁ ଆପଣଙ୍କର ଘେରି ହେଇଛି, ଘେରି ଉପରେ କ'ଣ କହିବେ? ଘେରିଟା ହେଇକି ତ ଚିଲିକାର ଆୟ ଆହୁରି କମିଯାଇଛି। ତୁରନ୍ତ ଏ ଘେରିଟା ଉଚ୍ଛେଦ ହେଲେ ଆହୁରି ଭଲ ମତ୍ସ୍ୟଜୀବୀମାନଙ୍କ ପାଇଁ। ଆଚ୍ଛା, ଏଇ ଯେଉଁ ଘେରି ଆଉ ଜିରୋ ନେଟ୍ ଆପଣଙ୍କର ମୁହାଣ ଆଜ୍ଞା ଏତିକି ହେଲେ ଆପଣମାନେ ଉପକୃତ ହେବେ। ମାଛଟା ମୁହାଣରୁ ଯେତିକି ଆସିବ ସମୁଦ୍ରରୁ ଚିଲିକାର ଆୟ ସେତେ ବଢ଼ିବ। କ'ଣ କଲେ ସରକାର କେଉଁ ପଦକ୍ଷେପ ନେଲେ ସରକାର ମୁହାଣକୁ ଟିକେ ଖୋଳିବା ପାଇଁ ଗୁରୁତ୍ୱର ଦିଅନ୍ତୁ ଏବଂ ତା ସହିତ ଯେଉଁ ଜିରୋ ଜାଲ ବସୁଛି ସେ ଜାଲ ଉପରେ ସରକାର ଯଦି ଧ୍ୟାନ ଦେବେ ବନ୍ଦ କରିବା ପାଇଁ ଆହୁରି ଭଲ ହେବ। ଲୋକେ ଅମାନିତ ହୋଇକି ମାଫିଆମାନେ ବି ବସଉଛନ୍ତି ଜାଆଁଳ ଧରି ତାଙ୍କ ପ୍ରଡକ୍ସନ କରୁଛନ୍ତି ବାହାର ରାଜ୍ୟକୁ। ମୋଟାମୋଟି ଘେରି ଉଚ୍ଛେଦ ହେବା ଦରକାର, ଚିଲିକାରୁ ଜିରୋ ନେଟ୍ ଉଚ୍ଛେଦ ହେବା ଦରକାର, ମୁହାଣ ଚ୍ୟାନେଲ ସବୁ କ୍ଲିୟର ହେବା ଦରକାର। ପଞ୍ଚୁ ଆମର ସ୍ୱରଣ। ହଁ, କ'ଣ ଅସୁବିଧା ହେଉଛି? ଅସୁବିଧା ଆମେ ହେଲୁ ମତ୍ସ୍ୟଜୀବୀ ଲୋକ ଯେ ତେଣୁକରି ଆମେ ସକାଳ ପାଇଲେ ଚିଲିକାକୁ ଆସିବୁ। ଯେ ଚିଲିକାରୁ ସମୁଦ୍ର ହେଉଛି କଲେକ୍ସନ, ଯେ ମାଛ ପୁଞ୍ଜେ ଯଦି ଆଦାୟ ହେବେ ସମୁଦ୍ରରୁ ଆସିଲେ ଚିଲିକାକୁ ଆସି ଆମେ ତାକେ ହିଁ ଛୋଟରୁ ଆସିଲେ ବଡ଼ ହେଲେ ଆମେ ତାକୁ ମାରିକି ନେଇକି ପରିବାର ପୋଷଣ କରିବୁ। ତେଣୁକରି ସିଏ ଆମ ଆଗରେ ଛୋଟ ଜାଲ ଗୁଡ଼ାକ ବସେଇକି କି ବା ଘେରି କରିକି ସିଏ ଗୁଡ଼ାକ ବନ୍ଦୀ କରିକି ରଖିଲେ ଚିଲିକାକୁ ଆଉ କିଛି ପ୍ରବେଶ କଲେନି। ଯେ ଚିଲିକାରେ ଇନକମ୍ ସଂସ୍ଥା କମୁଛି ଏହି ସକାଶେ ଲୋକ କେରଳ ଗଲେ, ବମ୍ବେ ଗଲେ, ଚେନ୍ନାଇ ଗଲେ, ଏମିତି ଇନକମ୍ ଦ୍ୱାରା ହିଁ ଚଳିବା ନା। ତାହେଲେ ଠିକ୍ ଅଛି। ଆଜ୍ଞା, ମୋ ନାଁ ହେଲା ବିଦ୍ୟାଧର ବେହେରା, ପୁରୀ ଜିଲ୍ଲା କଣାସ ବ୍ଲକ 14 ନମ୍ବର ଜୋନ ସେଣ୍ଟ୍ରାଲ ସୋସାଇଟି ବୋର୍ଡ ଅଫ୍ ଡାଇରେକ୍ଟର। ଆଜ୍ଞା, ଚିଲିକାର ସମସ୍ୟା ହେଲା ଆମେ ଯେତିକି ଦେଖିଲୁ ବାଲୁଗାଁଠୁ ପଥରା, ରମ୍ଭା, ଏଠି ପାରିକୁଦ ଦେଇକି ସାତପଡ଼ା ଦେଇକି ଆସିଲୁ। ଘେରି ଉପରେ ଘେରି ପ୍ରବଳ ମତ୍ସ୍ୟଜୀବୀ ଲୋକ ଆମର ମେଘମଉଳି ହେଲେ ଆଶ୍ରୟ ନେବାକୁ ଟିକେ ହେଲେ ଜାଗା ନାହିଁ। ସେ ଚିଲିକା ମଝିରେ ଡଙ୍ଗା ବୁଡ଼ୁଛି, ଜୀବନ ହତ୍ୟା ହେଉଛି। ତାପରେ ଦ୍ୱିତୀୟରେ ଅଛି ଆମର ଯେଉଁ ପର୍ଯ୍ୟଟକ ମାନେ ଆସୁଛନ୍ତି ସେମାନେ ବୁଲିବା ପାଇଁ ଆସିଲା ଭିତରେ ବାହାର ଦେଶରୁ ଏ ଯେଉଁ ଜାଲ କିଳା ବସିଛି ଆର ଗୋଟେ ରୁଟ୍ ନାହିଁ, ଆଉ ସ୍ୱତନ୍ତ୍ର ଗୋଟେ ରୁଟ୍ ଦରକାର ଯେଉଁଟାକି ଆମର ପର୍ଯ୍ୟଟକ ମାନେ ଆସିବେ ସେ ରୁଟ୍ରେ ବୁଲିକି ଟାଇମ୍ ପାସ୍ କରିକି ଯାଇପାରିବେ। ଏଥିପାଇଁ ଏ ରୁଟ୍ ହେଉଛି ଆମର ଘେରି ରୁଟ୍ ଉପରେ ଯଦି ଠିକ୍ରେ କରାଯାଆନ୍ତା ସରକାର ଉପରେ ଆମେ ଏତିକି ପ୍ରାର୍ଥନା କରୁଛୁ।
ଆମ ମତ୍ସ୍ୟଜୀବୀ ଲୋକ ବାକି ଭାରତ ଦେଶ ଲୋକ ସେମାନେ ପୁରା ଖୁସିରେ ଚଳନ୍ତେ। ଥ୍ୟାଙ୍କ ୟୁ।